ଆଉ ଥରେ ମୁଁ ଆପଣମାନଙ୍କୁ ଆମ ଓଡ଼ିଆ ସାବସ୍କ ପାଠରେ ସ୍ୱାଗତ କରୁଅଛି। ଆଉ ଆଜିର ପାଠ ହଉଛି ବିବ୍ଲିକାଲ ଟାଇପୋଲୋଜି, ବାଇବଲିକ ଟାଇପୋଲୋଜି ବା ବାଇବଲିକ ଆକାର। ଆଜି ହଉଛି ରବିବାର, ନଭେମ୍ବର 30 ତାରିଖ 2025। ଚାଲନ୍ତୁ ଆଜିର ଏହି ଯୋଉ ବାଇବଲିକ ଟାଇପୋଲୋଜି ବା ଆକାର ବିଷୟରେ ଆଲୋଚନା କରିବା ପୂର୍ବେ ଆମେ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ସ୍ୱର୍ଗତ ପିତା, ଧନ୍ୟବାଦ କରୁଅଛୁ ବର୍ତ୍ତମାନ ଯେଉଁ ସମୟ ମାନଙ୍କୁ ଦେଇଅଛ, ତୁମ ସେହି ସଭାସ୍କୁଲ ପାଠ ଯାହାକି ଏକ ଜୀବନଦାୟକ ବାକ୍ୟ, ସେହି ସଭାସ୍କୁଲ ପାଠ ଦ୍ୱାରା ତୁମ ସେହି ବିଷୟରେ ଆମେ ଯେପରି ଜାଣିପାରିବୁ, ତୁମ ପ୍ରେମ ବିଷୟରେ, ତୁମ ପରିତ୍ରାଣ ବିଷୟରେ, ଏଥିପାଇଁ ଆମମାନଙ୍କୁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ବିଶେଷ ଭାବରେ ଆମମାନଙ୍କୁ ପବିତ୍ର ଆତ୍ମା ଦ୍ୱାରା ପରିଚାଳନା କର। ଏହି ଛୋଟ ପ୍ରାର୍ଥନା ଯୀଶୁଙ୍କ ନାମରେ ଅଛି, ଶୁଣି ଗ୍ରହଣ କର। ଆମେନ୍। ପ୍ରିୟ ଶ୍ରୋତା, ପ୍ରିୟ ବନ୍ଧୁ, ପ୍ରିୟ ଭାଇ ଓ ଭଉଣୀ ମାନେ, ଆଜିର ପାଠ ହଉଛି ବିବ୍ଲିକାଲ ଟାଇପୋଲୋଜି, ବାଇବଲିକ ଟାଇପୋଲୋଜି ବା ଆମେ କହୁଛୁ ବାଇବଲ ଏକ ଆକାର ଯାହା ଆମମାନଙ୍କୁ ନୂତନ ନିୟମ, ପୁରାତନ ନିୟମକୁ ଦେଖାଉଛି। ତା ପୂର୍ବେ ଚାଲନ୍ତୁ ଆମେ ରୋମିଓ 5:14 ଦେଖିବା। ପାଉଲ ଲେଖନ୍ତି ଏହିପରି ଯେ ବନ୍ଧୁ, ତଥାପି ଯେଉଁମାନେ ଆଦମଙ୍କ ଆଜ୍ଞା ଲଙ୍ଘନ ସଦୃଶ ପାପ କରି ନଥିଲେ, ଆଦମଙ୍କ ଠାରୁ ମଶାଙ୍କ ପର୍ଯ୍ୟନ୍ତ ସେମାନଙ୍କ ଉପରେ ସୁଦ୍ଧା ମୃତ୍ୟୁ ରାଜତ୍ୱ କରିଥିଲା। ଯାହାଙ୍କ ଆଗମନର କଥା ଥିଲା, ଆଦମ ତାଙ୍କର ପ୍ରତିରୂପ ଥିଲେ। ବନ୍ଧୁ, ଯେବେ ଆଦମ ବା ପରମେଶ୍ୱର ସେମାନଙ୍କୁ ସୃଷ୍ଟି କଲେ, ଆଉ ପରମେଶ୍ୱର ସୃଷ୍ଟି କଲା ପରେ ସେମାନଙ୍କୁ ଏଦେନରେ ରଖିଲେ, ଆଉ ସେମାନଙ୍କୁ ଆଦେଶ ଦିଆଯାଇଥିଲା କି ଏଦେନରେ ରୁହ, ଏଦେନକୁ ସଫାସୁତୁରା ରଖ, ଯତ୍ନ ନିଅ ବୋଲି କୁହାଯାଇଥିଲା। ମାତ୍ର ଆଦମ ହବା ପରମେଶ୍ୱରଙ୍କ ଆଜ୍ଞା ଉଲ୍ଲଂଘନ କଲେ, ଆଉ କରିବା ଦ୍ୱାରା ସେମାନଙ୍କୁ ସେହି ଏଦନରୁ ବାହାର କରାଯାଇଥିଲା। ଯେପରି ଆମର ଏହି ଯୋଉ ରୋମିଓ 5:14 ଦେଖୁଛୁ ବନ୍ଧୁ, ତଥାପି ଯେଉଁମାନେ ଆଦମଙ୍କ ଆଜ୍ଞା ଲଙ୍ଘନ ସଦୃଶ୍ୟ ପାପ କରିନଥିଲେ, ଆଦମଙ୍କ ଠାରୁ ମଶାଙ୍କ ପର୍ଯ୍ୟନ୍ତ ସେମାନଙ୍କ ଉପରେ ସୁଦ୍ଧା ମୃତ୍ୟୁ ରାଜତ୍ୱ କରିଥିଲା। ଯାହାଙ୍କ ଆଗମନର କଥା ଥିଲା, ଆଦମ ତାହାଙ୍କର ପ୍ରତିରୂପ ଥିଲେ ବୋଲି ଆମେ ଦେଖୁଅଛୁ। ତାପରେ ଆମେ ଦେଖୁଛୁ ବନ୍ଧୁ, ପ୍ରଥମ କରନ୍ତି ତାର 10:1-13 ପାଉଲ ଲେଖନ୍ତି ଏହିପରି, ହେ ଭାଇମାନେ, ଆମମାନଙ୍କ ପିତୃପୁରୁଷ ସମସ୍ତେ ମେଘ ତଳେ ଥିଲେ, ଆଉ ସମସ୍ତେ ସମୁଦ୍ର ମଧ୍ୟ ଦେଇ ଗମନ କଲେ, ପୁଣି ସମସ୍ତେ ମେଘ ଓ ସମୁଦ୍ରରେ ମୂଷାଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହେଲେ। ବନ୍ଧୁ, ଆମେ ଦେଖୁଛୁ ଯେବେ ଇସ୍ରାଏଲ ପ୍ରଜାମାନେ ମିଶ୍ର ଦେଶରୁ ବାହାର ହେଲେ, ସେତେବେଳେ ସେମାନେ ସେହି ଲାଲ ସାଗରକୁ ପାର କଲେ, ଆଉ ସେହି ବିଷୟରେ ଆମେ ଜାଣିଅଛୁ। ଆଉ କିପରି ସେମାନେ ଲାଲ ସାଗରକୁ ପାର କଲେ ତାହା ବିଷୟରେ ବି ଜାଣିଅଛୁ। ଆଉ ଏଠି ଆମେ ଦେଖୁଛୁ ପାଉଲ ଲେଖନ୍ତି ସେହି ଯୋଉ କରନ୍ତି ମଣ୍ଡଳୀକୁ, ଆଉ ବର୍ତ୍ତମାନ ଆମମାନଙ୍କ ପାଖକୁ ସେ ଲେଖନ୍ତି ଯେ ଆମମାନଙ୍କ ପିତୃପୁରୁଷ ସମସ୍ତେ ମେଘ ତଳେ ଥିଲେ, ଆଉ ସମସ୍ତେ ସମୁଦ୍ର ମଧ୍ୟ ଦେଇ ଗମନ କଲେ, ପୁଣି ସମସ୍ତେ ମେଘ ଓ ସମୁଦ୍ରରେ ମଶାଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହେଲେ। ବନ୍ଧୁ, ଆଜି ଆମେ ବାପ୍ତିଜମ ନେଉଅଛୁ, ଆଉ ସେ ସମୟରେ ସେଇ ଯୋଉ ବାପ୍ତିଜମ ନଥିଲା। ମାତ୍ର ଆମେ ଦେଖୁଛୁ କିପରି ସେହି ଇସ୍ରାଏଲ ପ୍ରଜାମାନେ ବାପ୍ତିଜିତ ହେଲେ, ସେଇ ବିଷୟରେ ଆମେ ଦେଖୁଅଛୁ। ଯେବେ ସେମାନେ
ଲାଲ ସାଗର ପାର କଲେ ସେତେବେଳେ ଆକାଶ ଉପରେ ଆଉ ଦୁଇ ପଟ ପାଣିର କାନ୍ଥ ତା ମଧ୍ୟ ଦେଇ ସେମାନେ ଗମନ କଲେ ଏକ ସୁଖା ମାଠିରେ। ଆଉ ତାହା ଦ୍ୱାରା ଆମେ ଦେଖୁଛୁ ସେଇ ଯୋଉ ଉଦ୍ଦେଶ୍ୟ ଅଛି ବର୍ତ୍ତମାନ କି ବାପ୍ତିସ୍ତ ହେବା ଉଚିତ ତାହା ସେମାନେ ପୂରଣ କଲେ। ଆଉ ସମସ୍ତେ ଏକ ପାରମାର୍ଥ ଖାଦ୍ୟ ଭୋଜନ କଲେ ଓ ସମସ୍ତେ ଏକ ପାରମାର୍ଥିକ ପେୟ ପାନ କଲେ। ତେଣୁ ସେମାନେ ସେମାନଙ୍କର ଅନୁବର୍ତ୍ତୀ ମାର୍ଥିକ ଶୈଳରୁ ପାନ କରୁଥିଲେ। ଆଉ ସେହି ଶୈଳ ଖ୍ରୀଷ୍ଟ ତଥାପି ସେମାନଙ୍କ ମଧ୍ୟରୁ ଅଧିକାଂଶ ଠାରେ ଈଶ୍ୱରଙ୍କ ସନ୍ତୋଷ ଥିଲେ ଥିଲା। ତେଣୁ ସେମାନେ ପ୍ରାନ୍ତରରେ ମଲେ। ଏ ସମସ୍ତ କଥା ଯେ ତୁମାନେ ଅଜ୍ଞାତ ଥାଅ ତାହା ମୋହର ଇଚ୍ଛା ନୁହେଁ। ସେମାନେ ଯେ ପ୍ରକାର ମନ୍ଦ ବିଷୟରେ ଆଜି ଅଭିଳାଷୀ ହୋଇଥିଲେ ଆମ୍ଭେମାନେ ଯେପରି ସେ ପ୍ରକାରେ ଅଭିଳାଷ ନ ହେଉ। ଏଥି ନିମନ୍ତେ ଏହି ସମସ୍ତ ବିଷୟ ଆମମାନଙ୍କ ପକ୍ଷରେ ଦୃଷ୍ଟାନ୍ତ ସ୍ୱରୂପ ହୋଇଅଛି। ବନ୍ଧୁ ପାଉଲ ମାନଙ୍କୁ ଏହି ପ୍ରକାରେ କହନ୍ତି ଯେ ପରମେଶ୍ୱର ସେମାନଙ୍କୁ କି ପ୍ରକାର ଜଳ ଦେଲେ ଆଉ କି ପ୍ରକାର ସେମାନଙ୍କୁ ସ୍ୱର୍ଗୀୟ ଖାଦ୍ୟ ସେମାନଙ୍କୁ ଦେଲେ ଆଉ ସେଇ ସ୍ୱର୍ଗୀୟ ଖାଦ୍ୟ ସମସ୍ତେ ଖାଇଲେ ଆଉ ସମସ୍ତେ ସେ ଜଳପାନ କଲେ। ଆଉ ଆମେ ଦେଖୁଛୁ ଖ୍ରୀଷ୍ଟ ସେମାନଙ୍କ ସହ ରହିଲେ। ଖ୍ରୀଷ୍ଟ ସେମାନଙ୍କୁ ସମସ୍ତ ପ୍ରକାର ଖାଦ୍ୟ ଜଳ ପ୍ରଦାନ କଲେ। ଆଉ ହେଲେ ସେମାନେ ଏମିତି ଅଭିଳାଷରେ ଘେରି ଯାଇଥିଲେ ପରମେଶ୍ୱରଙ୍କ ବିରୁଦ୍ଧରେ ସେମାନେ କାର୍ଯ୍ୟ କଲେ। ଆଉ ଏଥିପାଇଁ ସେମାନେ ଯେଉଁ ଦେଶକୁ ପରମେଶ୍ୱର ପ୍ରତିଜ୍ଞା କରିଥିଲେ ସେଇ ଦେଶକୁ ସେମାନେ ପହଞ୍ଚି ପାରିଲେ ନାହିଁ। ବରଂ ସେମାନେ ମରୁଭୂମିରେ ମରଣ ହେଲେ ବୋଲି ସାଧୁ ପାଉଲ କହନ୍ତି କି ଏଇ କଥା ତମେ କେବେ ହେଲେ କୁହ ନାହିଁ ମୁଁ ଜାଣି ନାହିଁ ଅଜ୍ଞାନ ନାହିଁ ବୋଲି କୁହ ନାହିଁ ବା ମୁଁ ଆମେ ଏଇ କଥା ଜାଣିନ ବୋଲି କହିପାରିବ ନାହିଁ। ଯେହେତୁ ଆମେ ଦେଖୁଛୁ କିପରି ପରମେଶ୍ୱର ସେମାନଙ୍କୁ ଜଳ ଖାଦ୍ୟ ପ୍ରଦାନ କଲେ ଆଉ ସମସ୍ତେ ସେଇ ଜଳ ପିଇଲେ ସମସ୍ତେ ସେଇ ଖାଦ୍ୟ ଖାଇଲେ। ତା ବାଦେ ସେମାନେ ମଧ୍ୟ ପରମେଶ୍ୱରଙ୍କ ବିରୁଦ୍ଧରେ ଗଲେ। ଆଉ ଏଥି ଯୋଗୁ ଆମେ ଦେଖୁଛୁ କିପରି ସେମାନେ ସେହି ମରୁଭୂମିରେ ମଲେ ଯେହେତୁ ସେମାନେ ପରମେଶ୍ୱରଙ୍କ କଥା ନ ମାନି ନିଜ ସ୍ୱାର୍ଥପନ ରୂପରେ ସେମାନେ ଚାଲିଥିଲେ। ଯେପରି ସେମାନେ ମଧ୍ୟରେ କେତେକ ପ୍ରତିମା ପୂଜକ ହେଲେ ଯେପରି ତୁମମାନେ ପ୍ରତିମା ପୂଜକ ହୁଅ ନାହିଁ। ସେମାନେ ପ୍ରତିମା ପୂଜକ ହେଲେ ଆଉ ସେଇପରି ତୁମେ ମାନେ ପ୍ରତିମା ପୂଜକ ହୁଅ ନାହିଁ। ଆମେ ଦେଖୁଛୁ ବନ୍ଧୁ ସେମାନେ ଯେତେବେଳେ ସେମାନେ ମିଶ୍ର ଦେଶରୁ କେନାନ ଦେଶକୁ ବାହାରିଲେ ଆଉ ଯେମାନେ ଯେତେବେଳେ ସେମାନେ ସେହି ଯୋଉ ଲାଲ ସାଗର ରେଡ ସି କୁ ପାର କଲେ ତାପରେ ପରେ ପରେ ସେମାନେ ଦେଖିଲେ ଯେବେ ମୋସା ପରମେଶ୍ୱରଙ୍କ ସହ ସାକ୍ଷାତ କରିବା ପାଇଁ ସେହି ପର୍ବତ ସିନେଇକୁ ଯାଇଥିଲେ ଯେଉଁ ସମୟରେ ସେ 40 ଦିନ 40 ରାତି ପର୍ବତ ସହିତ ରହିଥିଲେ। ଆଉ ସେହି ସମୟରେ ଯେଉଁ ତାଙ୍କ ସହ ଯାଇଥିଲେ ଆଉ ଆମେ ଦେଖୁଛୁ କି ପ୍ରକାରେ ଯେଉଁ ବ୍ୟକ୍ତି ମାନେ ସେହି ଲାଲ ସାଗର କିପରି ପାର କରି ଆସିଲେ ଆଉ ଯେଉଁ ଦୁର୍ନୀତି ସେହି ଯୋଉ ମିଶ୍ର ମାନଙ୍କୁ ଘଟିଥିଲା ତାହା ସବୁ ସେମାନେ ନିଜ ଆଖିରେ ଦେଖିଲେ ନିଜ କାନରେ ଶୁଣିଲେ ନିଜ ଅନୁଭବ କଲେ ତା ବାଦେ ସେମାନେ ମୂର୍ତ୍ତି ପୂଜକ ହେଲେ। ଆମେ ଦିନ ରାତି ପ୍ରଭୁଙ୍କ ବାକ୍ୟ ପଢିଥାଉ ବାଇବଲ ଦ୍ଵାରା ରେଡିଓ ମାଧ୍ୟମ ଦ୍ଵାରା ଟିଭି ଦ୍ଵାରା ହୋଇପାରେ ଆପଣଙ୍କ ମୋବାଇଲ ଦ୍ଵାରା ହୋଇପାରେ ଇଣ୍ଟରନେଟ ଦ୍ଵାରା ଆପଣ ମାନେ ଶୁଣୁଛନ୍ତି ପରମେଶ୍ୱରଙ୍କ ବାକ୍ୟ ଶୁଣୁଛନ୍ତି। ହେଲେ ହିଁ ପରମେଶ୍ୱରଙ୍କ ବାକ୍ୟ ଶୁଣିଲା ପରେ ଆମେ କଣ କରୁଛୁ ଏଇ କାନୁନ ଶୁଣୁଛୁ ଆଉ ଏଇ କାନୁନ ଦେଇ ଛାଡି ଦଉଛୁ। ଆଉ ସେଇପରି ଏଇ ଯୋଉ ଇସ୍ରାଏଲ ପ୍ରଜା ମାନେ ପରମେଶ୍ୱରଙ୍କ ବାକ୍ୟ ଶୁଣିଲେ ଅନୁଭବ କଲେ ହେଲେ ସେମାନେ କଣ ସେଇ ମୂର୍ତ୍ତି ପୂଜକ ରୂପେ ମୂର୍ତ୍ତି ହେଇଗଲେ ସେ ମୂର୍ତ୍ତି ପୂଜକ କଲେ। ଯାହା ଆମେ ଦେଖୁଅଛୁ ଏଇଠି 5 ପଦରେ ଯେପରି ସେମାନଙ୍କ ମଧ୍ୟରେ କେତେକ
ବ୍ୟଭିଚାର ବ୍ୟଭିଚାର କରି ଏକ ଦିନରେ 23,000 ମରିଗଲେ। ସେପରି ଆମ୍ଭେମାନେ ବ୍ୟଭିଚାର ନ କରୁ। ମାନେ ସତର୍କ ବାଣୀ ଦେଇ ସାଧୁ ପାଲ କହନ୍ତି ସେହି ମଣ୍ଡଳୀକୁ କି ତମେ ଯେପରି ଏଇ ଯୋଉ କାମ ଗୁଡାକ କରୁଥିଲେ ସେଇ କାମ ଗୁଡା ତମେ କର ନାହିଁ। ବର୍ତ୍ତମାନ ସେହି ବାକ୍ୟ ମାନଙ୍କୁ ବି ଆସୁଅଛି ବନ୍ଧୁ। ସେମାନେ ଅନୁଭବ କଲେ ଆପଣ ମାନେ ପରମେଶ୍ୱରଙ୍କ ବାକ୍ୟ ତ ବାଇବଲ ବାକ୍ୟ ତ ପଢୁଛନ୍ତି ଦେଖୁଛନ୍ତି। ବାଇବଲ ଆପଣଙ୍କୁ କଣ କହୁଛି ତାହା ଆପଣ ଦେଖୁଛନ୍ତି। ହେଲା ବାଦେ ବି ଯଦି ସେଇ ଭୁଲ ରାସ୍ତାରେ ଯିବ ତାହେଲେ ମୁଁ କିଛି କହିପାରିବିନି। ଏହା ହଉଛି ଯାହା ପରମେଶ୍ୱରଙ୍କ ବାକ୍ୟ କହେ କି ତା ବାଦେ ବି ସେମାନେ କଲେ ଆଉ ଏଥି ଯୋଗୁ ସେମାନେ ସେହି କେନାନ ଦେଶକୁ ପ୍ରବେଶ କରିପାରିଲେ ନାହିଁ ବୋଲି ଏହା ସେ ବାଇବଲ ସ୍ପଷ୍ଟ କହୁଛି ମୁଁ କହୁନାହିଁ। ସେମାନେ ପ୍ରବେଶ କରିପାରିଲେ ନାହିଁ। ଆମେ ଦେଖୁଛୁ ଏହାର ଅଧିକାଂଶ ଈଶ୍ୱରଙ୍କ ସନ୍ତୋଷ ନଥିଲା ତେଣୁ ସେମାନେ ପ୍ରାନ୍ତରରେ ମଲେ। ଏ ସମସ୍ତ କଥା ଯେ ତୁମାନେ ଅଜ୍ଞାତ ଥାଅ ଏହା ମୋର ଇଚ୍ଛା ନୁହେଁ। ଅଜ୍ଞାତ ମାନେ ଏଇ ଯୋଉ କଥା ଗୁଡାକ ଯୋଉ ମୁଁ କହିସାରିଛି ଯଦି ଏଇ ଯୋଉ ପବିତ୍ର ଶାସ୍ତ୍ର ଏଇମାନଙ୍କ ବିଷୟରେ ଏମାନଙ୍କୁ କହିଅଛି ଏହା କେବେଲେ ଅଜ୍ଞାତ ଅଛୁ ବୋଲି କୁହ ନାହିଁ। ଏହାର ମୋର ଇଚ୍ଛା ନାହିଁ। ବନ୍ଧୁ ସେମାନେ ଯେ ପ୍ରକାର ମନ୍ଦ ବିଷୟରେ ଅଭିଲାଷୀ ହୋଇଥିଲେ ଆମ୍ଭେମାନେ ଯେପରି ସେ ପ୍ରକାର ଅଭିଲାଷୀ ନ ହେଉ ଏଥି ନିମନ୍ତେ ଏହି ସମସ୍ତ ବିଷୟ ମାନଙ୍କ ପକ୍ଷରେ ସନ୍ତୁଷ୍ଟ ସ୍ୱରୂପ ହୋଇଅଛି। ସେମାନେ ଯେମିତି ଥିଲେ ଆମମାନେ ମଧ୍ୟ ସେମିତି ହେବାକୁ ଉଚିତ ନୁହେଁ ବୋଲି ପାଉଲ ଲେଖନ୍ତି। ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରତିମା ପୂଜକ ହେଲେ ଆଉ ଯେପରି ତୁମମାନେ ପ୍ରତିମା ପୂଜକ ହୁଅ ନାହିଁ। ଯେପରି ଲେଖା ଅଛି ଲୋକମାନେ ଭୋଜନ ପାନ କରିବାକୁ ବସିଲେ ଆଉ ନୃତ୍ୟ କରିବାକୁ ବସିଲେ ଯେପରି ସେମାନଙ୍କ ମଧ୍ୟରେ କେତେକ ବ୍ୟଭିଚାର କରି ଏକ ଦିନରେ 23,000 ମରିଗଲେ ବୋଲି ଆମେ ଦେଖୁଅଛୁ। ଯେପରି ଆମ୍ଭେମାନେ ବ୍ୟଭିଚାରଣ କରୁ ଯେପରି ଆମ୍ଭେମାନେ ସେମାନଙ୍କ ମଧ୍ୟରେ କେତେକ ପୁରୁଷଙ୍କ ପରୀକ୍ଷା କରି ସର୍ପ ଦ୍ୱାରା ବିନଷ୍ଟ ହେଲେ ଯେପରି ଆମ୍ଭେମାନେ ପ୍ରଭୁଙ୍କ ପରୀକ୍ଷା ନ କରୁ। ଯେପରି ସେମାନଙ୍କ ମଧ୍ୟରେ କେତେକ ଲୋକ ବଚସା କରି ସିଂହାସନ ଦ୍ୱାରା ବିନଷ୍ଟ କଲେ ସେହିପରି ତୁମାନେ ବଚସା କର ନାହିଁ। ଏହି ସମସ୍ତ ଦୃଷ୍ଟାନ୍ତ ସ୍ୱରୂପ ସେମାନଙ୍କ ପ୍ରତି ଘଟିଲା। ଆଉ ଯେଉଁମାନେ ସମୟରେ ଯୁଗା କାଲ ଉପସ୍ଥିତ ହୋଇଅଛି ଏପରି ଯେ ଆମ୍ଭେମାନେ ଆମମାନଙ୍କ ଚେତନା ନିମନ୍ତେ ସେହି ସବୁ ଲେଖା ଯାଇଅଛି। ଏଣୁ ଯେ ଆପଣଙ୍କୁ ସ୍ଥିର ବୋଲି ମନେ କରେ ସେ ଯେପରି ପତିତ ନ ହୁଏ ଏଥି ନିମନ୍ତେ ସେ ସାବଧାନ ହେଉ। ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ୱାଭାବିକ ତାହା ଛଡ଼ା ଅନ୍ୟ ପ୍ରକାର ପରୀକ୍ଷା ତୁମମାନଙ୍କ ପ୍ରତି ଘଟି ନାହିଁ। କିନ୍ତୁ ଈଶ୍ୱର ବିନା ବିଶ୍ୱାସ ସେ ତୁମମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବ ନାହିଁ। ମାତ୍ର ଯେପରି ତୁମମାନେ ସହ୍ୟ କରିପାର ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାର ପଥ ମଧ୍ୟ ପ୍ରସ୍ତୁତ କରିବେ। ବନ୍ଧୁ କେତେ ସୁନ୍ଦର ପଦ ଏଠି ଦେଖୁଅଛୁ। ଯେବେ ଆମେ ପରୀକ୍ଷା ସମ୍ମୁଖୀନ କରୁ ବନ୍ଧୁ ସେତେବେଳେ ପରମେଶ୍ୱର ଆମକୁ ଏମିତି ପରୀକ୍ଷା ଆଣେ ନାହିଁ ଯୋଉ ପରୀକ୍ଷାରେ ଆମେ ଅସାଧ୍ୟ ହୋଇପାରିବ ବା କରିପାରିବା ନାହିଁ। ଆମମାନଙ୍କୁ ପ୍ରଭୁ ଏମିତି ପରୀକ୍ଷା ନେଇ ଯୋଉ ପରୀକ୍ଷାରେ ଆମେ ଉଦ୍ଧାର ହୋଇପାରିବା ସାହାଯ୍ୟ ମାନେ ତା ସେ ପରୀକ୍ଷାରୁ ଆମେ ପାର ହୋଇପାରିବା। ସେମିତି ପ୍ରକାର ଈଶ୍ୱର ଯାହା ଆମେ ଇସ୍ରାଏଲ ପ୍ରଜାମାନଙ୍କୁ ସେହିପରି କରିଥିଲେ ଯାହାକି ସେମାନେ ନ କରନ୍ତୁ। ଆଉ ଏହି ସବୁ ଆମମାନଙ୍କ ପାଇଁ ଏକ ଚେତାବନୀ ପାଇଁ ଲେଖା ଅଛି। ଯେପରି ଏଭ୍ରି 8:5 ଦେଖୁଛୁ ବନ୍ଧୁ ସେମାନେ ଯାହାର ସେବା କରନ୍ତି ତାହା ସ୍ୱର୍ଗୀୟ ବିଷୟ ଗୁଡିକର ଦୃଷ୍ଟାନ୍ତ ଓ ଛାୟା ମାତ୍ର। ତମ୍ବୁ ନିର୍ମାଣ କରିବାକୁ ଉଦ୍ୟୋଜିତ ହେବା ସମୟରେ ମୂଷା ଯେପରି ଆଦେଶ ପ୍ରାପ୍ତ ହୋଇଥିଲେ କାରଣ ଈଶ୍ୱର କହିଥିଲେ ସାବଧାନ ପର୍ବତରେ ତୁମ୍ଭକୁ ଯେଉଁ ଆଦେଶ ଦେଖାଇ ଦିଆଯାଇଥିଲା ତଦନୁସାରେ ସମସ୍ତ ନିର୍ମାଣ କର। ବନ୍ଧୁ ଯେଉଁ ସମୟରେ ଲୋକମାନେ ଇସ୍ରାଏଲ ଲୋକମାନେ
ସେହି ତମ୍ବୁ ହେଲା ପରେ ସେମାନେ ପରମେଶ୍ୱରଙ୍କୁ ସେହି ବଳିଦାନ କରୁଥିଲେ। ସେହି ବଳିଦାନ ଥିଲା ଏକ ଉଦାହରଣ। ଆଉ ସେଇ ବଳିଦାନ ଯୀଶୁ ପ୍ରଭୁ ଆମମାନଙ୍କ ପାଇଁ ଦେଇ ଯାଇଛନ୍ତି। ତାହା ହଉଛି ଏକ ପ୍ରକାର, ଯାହା ଆମେ ଦେଖୁଛୁ ବନ୍ଧୁ ଗ୍ରୀକ ଭାଷାରେ ଏହିପରି ଏହାର ଅର୍ଥକୁ କିପରି ପରିଭାଷିତ କରିଥିଲେ, ତାହାକୁ ପ୍ରକାର, ଯାହା ପ୍ରକୃତି ବା ସ୍ୱରୂପ, ଯାହା ଆମେ ସ୍ୱରୂପ କହୁଛୁ ଟାଇପ, ସ୍ୱରୂପ ଗ୍ରୀକ ଟାଇପୋସ୍ କିମ୍ବା ପ୍ରତିରୂପ, ଗ୍ରୀକ ପ୍ରତିରୂପ ଶବ୍ଦ ବ୍ୟବହାର କରନ୍ତି। ସେଇ ବିଷୟରେ ଆଜି ଆମେ ଆଲୋଚନା କରୁଛୁ ବନ୍ଧୁ। ବନ୍ଧୁ, ଏହା ବୁଝିବା ଗୁରୁତ୍ୱପୂର୍ଣ୍ଣ ଯେ ନୂତନ ନିୟମର ଲେଖମାନେ ଏହି ବିନ୍ଦୁ ସୃଷ୍ଟି କରିବା ପାଇଁ କିଛି ପୁରୁଣା ନିୟମ ପାଠ୍ୟ ଗୁଡ଼ିକ ଅନିୟତ ଅନିୟମିତ ଭାବରେ ଏକ ଟାଇପୋଲୋଜିକାଲ ଅର୍ଥ ପ୍ରଦାନ କରିନଥିଲେ। ନୂତନ ନିୟମରେ ଏକ ପ୍ରତିରୂପକ ପୂରଣ ହାସଲ କରିବା ପୂର୍ବରୁ ଭବିଷ୍ୟବାଣୀ ଦେଖାଇଲା ଲେଖାରେ ଏକ ପୁରୁଣା ନିୟମ ପ୍ରକାର ସର୍ବଦା ବୌଦ୍ଧ ହୋଇଥାଏ। ବନ୍ଧୁ, ଦାଉଦ କିପରି ପୁରୁଣା ନିୟମରେ ଲେଖା ଯାଇଛି ଦେଖା ଯାଇଛନ୍ତି, ତାପରେ ସେ କିପରି ନୂତନରେ ପୂର୍ବ ଚରିତ୍ର ହୋଇଛନ୍ତି, ତାହା ଯଦି ଆମେ ଦେଖିବା ଗୀତ ସଂହିତା ତାର 22:1-14, ସେଠି ଆମେ ଦେଖୁଛୁ ବନ୍ଧୁ କି ପ୍ରଧାନ ବାଦ୍ୟରେ ନିମନ୍ତେ ଆୟତ୍ଲତ ହସହର ଅରନରଭୁଗି ପରରେ ଦାଉଦଙ୍କର ଗୀତ, ହେ ମୋର ପରମେଶ୍ୱର, ହେ ମୋର ପରମେଶ୍ୱର, ତୁମେ କାହିଁକି ମତେ ପରିତ୍ୟାଗ କରିଅଛ? ମତେ ସାହାଯ୍ୟ କରିବାକୁ ଓ ମୋ ଅର୍ତ୍ତନାଦର ଭକ୍ତିରୁ ତୁମେ କାହିଁକି ଏତେ ଦୂରରେ ରହିଅଛ? କେଡ଼େ ସୁନ୍ଦର ଭାବରେ ଯେଉଁ ବାକ୍ୟ ଯୀଶୁଖ୍ରୀଷ୍ଟ କହିଥିଲେ, ସେହି ବାକ୍ୟ ଆମେ ଦେଖୁଛୁ ଏଠି ପାଉଅଛୁ ବନ୍ଧୁ। ତାହେଲେ ଚାଲନ୍ତୁ, ଯେ କି ଆମର ଯୀଶୁଖ୍ରୀଷ୍ଟ ଯାହା ପୁରାତନ ନିୟମରେ ହୋଇଥିଲା, ତାହା ଆମେ ନୂତନ ନିୟମରେ ଦେଖୁଛୁ। ଆଉ ବର୍ତ୍ତମାନ ସ୍ୱର୍ଗରେ ଆମେ ଦେଖୁଛୁ ଯେଉଁ ମନ୍ଦିର କି ପ୍ରକାରେ ପରମେଶ୍ୱର କହିଥିଲେ, ସେଇ ଅନୁସାରେ ମୋଶା ଇସ୍ରାଏଲ ପ୍ରଜାମାନଙ୍କୁ ସେଇ ତମ୍ବୁ ନିର୍ମାଣ କରାଇଲେ। ଆଉ ସେଇ ପ୍ରକାର ତମ୍ବୁ ବର୍ତ୍ତମାନ ସ୍ୱର୍ଗରେ ଅଛି, ଯୋଉଠାରେ ବର୍ତ୍ତମାନ ଯୀଶୁଖ୍ରୀଷ୍ଟ ଆମ ଯେ ମହାଯାଜକ ବର୍ତ୍ତମାନ ସେଠି ଅଛନ୍ତି। ତମ ପାଇଁ ମୋ ପାଇଁ ପରମେଶ୍ୱରଙ୍କ ମଧ୍ୟରେ ମଧ୍ୟସ୍ଥି କରୁଛନ୍ତି। ତାହେଲେ ଚାଲନ୍ତୁ, ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ସ୍ୱର୍ଗତ ପିତା, ଧନ୍ୟବାଦ କରୁଅଛୁ ବର୍ତ୍ତମାନ ଯେଉଁ ସବସ୍କୁ ପାଠ ପଢିଲୁ, ଦେଖିଲୁ, ଯେ କି ଆମମାନଙ୍କୁ ମଧ୍ୟସ୍ଥ କରୁଛନ୍ତି ଆମ ସେ ଯୀଶୁଖ୍ରୀଷ୍ଟ। ଧନ୍ୟବାଦ କରୁଅଛୁ ପ୍ରଭୁ, ଯେହେତୁ ଏଇ ଯୋଉ ସଭାସ୍କୁ ପାଠ ପଢିବା ପାଇଁ ଆମକୁ ସମୟ ଦେଇଥିଲ। ଆମ ପାପ ସବୁ ସେହି ଯୀଶୁଖ୍ରୀଷ୍ଟଙ୍କ ରକ୍ତରେ ପରିଷ୍କାର କରି ଧୋଇ ଦିଅ, ଯେପରିକି ତାହାଙ୍କ ମୃତ୍ୟୁ ଦ୍ୱାରା ଆମେ ଅନନ୍ତ ଜୀବନ ପାଇପାରିବୁ। ଏହିପରି ଆମମାନଙ୍କୁ ବିଶ୍ୱାସ ରହିବା ପାଇଁ, ଭରସାରେ ରହିବା ପାଇଁ ସାହାଯ୍ୟ କର। ଆମ ପାପ ସବୁ ସେହି କୃଷରେ ଯିଏକି ହତ ହୋଇଛନ୍ତି, ତାଙ୍କ ରକ୍ତରେ ଆମମାନଙ୍କୁ ସେଇ ରକ୍ତରେ ପରିଷ୍କାର କରି ଧୋଇ ଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି ଶୁଣି ଗ୍ରହଣ କର। ଆମେନ୍।